आपण मानकर द्वापर जुगरे बाल को काटिला किए ना बेसिया चिंतामणि गोजा काठी अंध हो जाइए बिल्व मंगल आदो जेने प्राय धाई अंध ही बिल्व मंगल जाऊ जाऊ जमुना नदी कूल पहुंची जमुना नदीर जल भीतर को जिते बेले पशे आ सही पारे भगवान कृष्ण ना ना कहले अंधटा तो मरीज से गोटे शब्द गाई चली सदा बेले ओडिया भागवत जगन्नाथ दास ना जाना में करी जानती प्राणी परम पद चिंता मो नाटा तो व्यर्थ हो चिंतामणि ना प्रभु धरी पकड़े बिल्वमंगल हाथ को बोले आश्रम से सारे नदीटा अच्छी बुड़ी जीव आश्रम तुमको सुरक्षित स्थान नहीं जी कदम्ब वनराज भीतर ब्राह्मण आश्रय देले भगवान ऋषिकेश चिंतामणि नारायण जगन्नाथ प्रत्येक दिन क्षीर गोरस गुड़ाक आनी धरे दियंती बिल्वमंगल को बिल्वमंगल आह्वान करती दिन पर दिन बढ़ी जाती दिने बिल्वमंगल विचार कला आज्ञा कहला पुणी तो माया रे पड़ी मो बंधु कहते कुआड़े जो 5 सीता काया सीता माया सीता छाया सीता सुवर्ण सीता इत्यादि आज्ञा आज्ञा इंद्रजित कुआड़े माया सीतार मुंड काटी भूल छक भूल कौ रामायण अच्छी देखी पार सीतार रूप जड़े मात्र आंकी पारे विभीषण झी त्रिजटा 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 आंकी पारे इंद्रजित कहला आग भगिनी बोले भौणी टिके सीतार स्वरूपटा को आंकी देलु आंकी देला त्रिजटा आज्ञा ये तो विभूति विद्या रे धूरीन तंत्र विद्या द्वारा आपण जानछंती ए अंचल तो बेसी तंत्र साहित्य रे अधिक अंचल आम अंचल जिते जाठे गुणी लागे प्रेत लागे भी किए क्या गुणी टुणी करे आज्ञा आज्ञा आम अंचल लोक माने नयागढ़ दशपल्ला बेसी आसे अमुक गुणियाटा बा गछ चलई दबो इंद्रजित गोटे बड़ गुणिया थेला आज्ञा त्रिजटा तैयारी करथबा ये चित्रटा विभूति विद्या रे जीवंत करई देला आज्ञा बंधु टिके मन दे कि सुनुथा तुम कामेर लागिबो विभूति विद्या रे जीवंत सीता को काटी लागे ना इंद्रजित इंद्रजित जो माया सीता टी कहलो माया सीता टी विषय तुम जानी ना ना माया सीता आज्ञा कोठे रही रावण कोन प्रकृत सीता नेकी जाईती ना 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 हाँ रेडी ए भगवान बाबू जो घर को जाइली 8 दिन तले दुर्बल हो जाइती नाही ना 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 जो ऊपर जो बाघ होता सेही बाघ हाँ पिंडाल ऊपर बरो पालिंगी रे बुहाई की जीबी छपियारे बुहाई की ठो तम गारू जी बा किंतु धाड़िए गाह बुझारी ना गाड़ी हवन रावण प्रकृत सीता को नेईनी कहीं ना रावण जिते बेले आइला सीता को मोल्ला बधे देखि पाइलानी बस आपण कहिबे
ଆପଣ ମାନେ କହିବେ ହଁ ହଁ ଗୋଟେ ଗାଲୁଆ ଗାଏ ଗୋଟେ ରାବଣ ମଲା ବୋଧେ ସୀତାକୁ ଦେଖିନି ମୁଁ କହିବି ଦେଖିନି ଦେଖିନି କେମିତି କିପରି ନା ମୋ ପାଖେ ପ୍ରମାଣ ଦିଆ ଦରକାର ହଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବହିଲା ବହି ଦେହି ସବିଳାସ ବିଳାସ ଦେ ଯେତେବେଳେ ରାବଣ ସୀତାକୁ ନବାକୁ ଆଇଲା ହଁ ହଁ କହିଲା ବହି ଯଦି ବେଶ ରାବଣ ଯେ ଆସିବ ଭୁଜକୁ ଛପାଇ ଆଜ ଭୁଜକୁ ଝପାଏ ବୁଦ୍ଧି ଅଙ୍କ କର ବାଳେ ଶଙ୍କର ଜପଇ ହେ ଶଙ୍କର ଜପଇ ଶଙ୍କର ଜପଇ ଶଙ୍କର ଜପଇ ଆହା ଶଙ୍କର ଜପଇ ଶଙ୍କର ଜପଇ ଶଙ୍କର ଜପଇ ଶଙ୍କର ଜପଇ କହିଲା ବରହି ଅଙ୍କରେକୁ ପଦ ସତ୍ୱରେ ଇଏ ନ ଦେଖି ଲଙ୍କେଶ ଆହା ନ ଦେଖି ଲଙ୍କେଶ ନ ଦେଖି ଧବେଶ ବେଦମତି ମତ ଏହି ହେଲା ସତ ବିଚାରେ ବିଚାରେ ମାନସ ବିଚାରେ ମାନସ ବିଚାରେ ମାନସ ଆହା ବିଚାରେ ମାନସ ସୀତା ଯେତେବେଳେ ରାବଣ ଭିକ୍ଷା କରିବାକୁ ଆସିଛି ସୀତା ସେଦିନ ତୃତୀୟ ଦିନ ରଜସ୍ୱଳା ଲମ୍ବେଇଲେ ତ ଲମ୍ବି ଚାଲିଥିବ ଏ ତ ଦ୍ୱିତୀୟ ଧାଗର କଥା ପ୍ରଥମ ଧାଗ 3 ଘଣ୍ଟା ହେଲେ ଦ୍ୱିତୀୟ ଧାଗ 2 ଘଣ୍ଟା କାହିଁକି ନା ଦ୍ୱିତୀୟ ଧାଗରେ ଧାଗ ଦିନାକେ ଦିନି ନାହିଁ ପାଳିଆ ବାୟକଙ୍କର ସଂଚାର ନାହିଁ କିଛି ନାହିଁ ତ ଭଜନ ନାହିଁ ନା ଓଡ଼ିଶୀ ନାହିଁ ନାଇଁ ପାଳିଆ ମାନଙ୍କର କାମ ନଟ ହଁ ସେ ତ କହିଥିଲେ ଘଣ୍ଟେ 1.5 ଘଣ୍ଟା ଯାଇଥାନ୍ତା ବାସ୍ ଗାୟକର ପିଓର ବାଲା 2 ଘଣ୍ଟା ଆପଣ ପାଇଥାନ୍ତେ କିନ୍ତୁ ଦ୍ୱିତୀୟ ଧାଗରେ ଯେତିକି ହଁ ଯୋଉ ଧାନକୁ ସେଇ ଧାନ ଏଥିରେ ଅଗାଡ଼ି ନେହି ମିଲେଙ୍ଗେ ନା 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 ଦେଖିଦେଲେ ପଣ୍ଡିତେ ହଁ ଆପଣ ମାନଙ୍କର ରାବଣ ସୀତା ନାହିଁ କାରଣ ସୀତା ତୃତୀୟ ଦିନ ରଜସ୍ୱଳା ବାସ୍ ଇଏ ତ ଭୂମି ସୂତା ପୃଥିବୀ ସୂତା ପାର୍ଥିବୀ ଆଉ କଣ ତେଣୁ ଆଙ୍କର ରେତ ବୋଲେ ରଜ ଯଦି ପୃଥିବୀରେ ପଡିବ ମା କଳଙ୍କିନୀ ହବ ଆଚ୍ଛା ତେଣୁ ମା ଜାନକୀ ଅଗ୍ନି ଭିତରେ ସ୍ନାନ କଲେ ହେ ହେ ଅଗ୍ନି ଭିତରେ ପଶିଲେ ଅରିଜିନାଲ ସୀତା ଆଚ୍ଛା ରାବଣ ନେଇକି ଗଲା ମାୟା ସୀତାକୁ ଅଶୋକ ବନରେ ରଖିଲା। ହଁ ତାହେଲେ ମାୟା ସୀତା ପୁଣି କୋଉଠିକି ଗଲା କୋଉ ଜାଗାକୁ ଅଗ୍ନି ଭିତରେ କାହିଁକି ଗଲା କେମିତି ଗଲା କେମିତି ଯୋଉଦିନ ରାବଣ ମରିଗଲା ହଁ ପ୍ରଭୁ ଯେତେବେଳେ ଆସିଲେ ପୁଣି ସୀତାକୁ ଉଦ୍ଧାର କରି ନବା ପାଇଁ ବାସ୍ ଅଶୋକ କାନନରେ ତ ଅରିଜିନାଲ ସୀତା ନାହିଁ ନା ରାମ କଣ ତୃତୀୟ ଭେଟ ରାମ ଜାଣିନାହାନ୍ତି ମୋ ସ୍ତ୍ରୀ ସତୀ ସେ ସ୍ୱୟଂ ନାରାୟଣ ଭଗବାନ ଆଚ୍ଛା ରାମ କହିଲେ ତମେ ଆଉ ଥରେ ଅଗ୍ନି ଭିତରେ ପ୍ରବେଶ କରିକି ସତୀ ପରୀକ୍ଷା ଦିଅ ବାସ୍ ତାମାନେ ରାମଠୁ ମୂର୍ଖ ତ କେହି ନାହିଁ ହଁ ସତ କଥା ଆଉ ରାମ କାହିଁକି କହିଲେ କାହିଁକି ନା କହିଲେ ଅରିଜିନାଲ ସୀତାଟା ଅଗ୍ନି ଭିତରେ ଅଛି ବାସ୍ ମାୟା ସୀତାଟା ଅଗ୍ନି ଭିତରକୁ ଗଲେ ପ୍ରକୃତ ସୀତା ବାହାରିବ ମୁଁ ନେଇକି ଯିବି। ନେଇକି ଯିବି ପ୍ରଭୁ ସେଇ ମାୟା ସୀତା ବନ୍ଧୁ ଟିକେ ମନ ଦେଇକି ଶୁଣ ପାଲା ଟିକେ ରିସର୍ଚ୍ଚ କର ଆଚ୍ଛା ଆଜ୍ଞା ଆଜ୍ଞା ହଁ ସତଚିତି ଆନନ୍ଦ ଗୁଣ ଧର ରାମ ଶ୍ରୀରାମ ଜୟ ରାମ ରାମ ଗୁଣି ଗୁଣ ନିର୍ଗୁଣ ସଦଗୁଣ ରାମ ଶ୍ରୀରାମ ଜୟ ରାମ ରାମ ଅବତାର ସବୁ ତୁମେ ରାମ সংকট মোচন জয় হনুমান রামেতি 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 রাম শ্রীরাম জয় রাম রাম ଆଉ ବାର ଯେତେବେଳେ ଅବତାର ଧରନ୍ତି ସେତିକି ବେଳେ ମାନବୀୟ ଲୀଳାକୁ ପରିପ୍ରକାଶ କରନ୍ତି କରନ୍ତି ଜଗତକୁ ଶିକ୍ଷା ଦେବା ପାଇଁ ଆଜ୍ଞା। ରାମ ପ୍ରଥମେ କାନ୍ଦିଲେ ରେ ବୈଦେହୀ ଏଣେ ଛାଡ଼ି ଚାଲି ଗଲୁ ଏକା ମୁହିଁ ଆହାରେ
ଜାଣିନି ଏ ଜୟ ବିଜୟ ଯେହେତୁ ମାନବୀୟ ଲୀଳାକୁ ଧାରଣ କରିଛି ମୋ ପ୍ରଭୁ ତେଣୁ ମାନବୀୟ ଲୀଳାରେ ହସ କାନ୍ଦ ଉଭୟ ପରସ୍ପର ପରିପୂରକ ଆଜ୍ଞା ତେଣୁ ସୁଖର ଲୀଳା କରିବ ଦୁଃଖର ଲୀଳା କରିବ ବାସ୍ ତେଣୁ ରାମ ଅବତାର ହେଲା ଦୁଃଖର ଲୀଳା ଆହା କୃଷ୍ଣ ଅବତାରଟା ହେଲା ସୁଖର ସୁଖର ଲୀଳା ଲୀଳା ରାମ ଜନ୍ମ ହେଲା ଦିନରେ ଆହା କୃଷ୍ଣ ଜନ୍ମ ହେଲା ରାତିରେ ରାତିରେ ରାମ ଜନ୍ମ ହେଲା ଦିନ 12ଟାରେ କୃଷ୍ଣ ଜନ୍ମ ହେଲା ରାତି 12ଟାରେ ରାମ ଜନ୍ମ ହେଲା ଭବ୍ୟ ସମ୍ବର୍ଦ୍ଧନା ରାଜଉଆସରେ ହଁ କୃଷ୍ଣ ଜନ୍ମ ହେଲା ଅନ୍ଧକାର ଗୃହରେ ତେଣୁ ଗର୍ଭରେ କଷ୍ଟ ପାଇଛି କୃଷ୍ଣ ଭବକୁ ଆଇଲା ପରେ ସୁଖୀ ହେଇଗଲା ଇଏ ଗର୍ଭରେ ଦୁଃଖ ପାଇଥିଲା ରାମ ତେଣୁ ଆସିଲା ପରେ ସୁଖ ପାଇଗଲେ ତେଣୁ ସଜନ ବର୍ଗେ ଏଇଥିପାଇଁ ଭଗବାନ ରାମ ମାନବୀୟ ଲୀଳାକୁ ପରିପ୍ରକାଶ କରିବାକୁ ଯାଇ ହଁ କାନ୍ଦିବାକୁ ଲାଗିଲେ ଲାଗିଲେ ଏହାର ଏକମାତ୍ର ଲକ୍ଷଣ ଆଉ ଯୋଉ ମାୟା ସୀତାଟା ଅଗ୍ନି ଭିତରେ ପଶିବ ଏ ସୀତା ବାହାରିବ କାହିଁକି ହଁ ମାୟା ସୀତା ଯେତେବେଳେ ପ୍ରବେଶ କରୁଛି ଅଶୋକ ବନରୁ ଅଗ୍ନି ଭିତରକୁ ଯାଉଛି ହଁ କହିଲା ପ୍ରଭୁ ପ୍ରଭୁ ଲୀଳା କଲି ମୁଁ ଖେଳା କଲି ମୁଁ ରାବଣ ଚୋରି କଲା ମୋତେ ଅଶୋକ ବନରେ ଦଣ୍ଡ ପାଇଲି ତୋ ସ୍ତ୍ରୀର ଅଭିନୟ କଲି ହଁ ହେଲେ ତୋ ସ୍ତ୍ରୀର ସ୍ୱାଦ ମୁଁ ଚାଖି ପାରିଲିନି ମହ୍ୟଂ ପତିଙ୍ଗି ଦେହି ପତିଙ୍ଗି ଦେହି ପତିଙ୍ଗି ଦେହି ପତିମି ଦେହି ପତିମି ଦେହି 5 ଥର କହିଦେଲା ମାୟା ସୀତା ମୋର ସ୍ୱାମୀ ହୁଅ ସ୍ୱାମୀ ହୁଅ ସ୍ୱାମୀ ସ୍ୱାମୀ ହୁଅ ଅସ୍ତୁ କରିଦେଲେ ରାମ ରାମ କହିଲେ ଏ ଯୁଗରେ ସମ୍ଭବ ନୁହେଁ ନା ଆର ଜନ୍ମରେ ମୁଁ କୃଷ୍ଣ ଅବତାର ଲୀଳା ନେବି ନେବି ମୋର ଅଙ୍ଗରୁ 5 ଥର ମାଗିଛୁ ମାନେ 5ଟା ସୃଷ୍ଟି ହେବେ ରୂପ ଆଜ୍ଞା ସିଏ ହେବେ ପଞ୍ଚୁ ପାଣ୍ଡବ ହଁ ହଁ ମାୟା ସୀତା ଅଗ୍ନିରେ ଥା ହଁ ଦ୍ୱାପର ଯୁଗରେ ହଁ। ରାଜା ଦ୍ରୁପଦ ଯେତେବେଳେ ହଁ। ଯଜ୍ଞ କରିବ ହଁ। ଗୋଟିଏ କନ୍ୟାଟିଏ ପାଇବା ପାଇଁ ହଁ। ତୁମେ ଅଗ୍ନି ଭିତରେ ଧବୁ ଅଗ୍ନି ସମ୍ଭବା ତୁ ହବୁ ଦ୍ରୌପଦୀ ହେ 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 ଆଉ ତୁ 5 ଥର ମାଗିଛୁ ସେ 5 ଜଣ ହଉଛନ୍ତି ମୋ ନାକର ପବନ ଏଣୁ ପାଣ୍ଡ ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଏଣୁ ପାଣ୍ଡବଙ୍କ ନିତ୍ୟ ଅଚ୍ୟୁତ ଚରଣ ଅଚ୍ୟୁତ ନାମରେ ଚଳେ ବିଶ୍ୱର ସ୍ପନ୍ଦନ କିଣୁ ବିଶ୍ୱେ ବଳି ଆନ ବିଶ୍ୱେ ବଳି ଗାନ ବିଶ୍ୱେ ବଳି ଗାନ ମୁଁ ଜାଣନ୍ତି ତାଙ୍କ ବଳ କେହି ଜନାଦ ଏଣୁ ବିଶ୍ୱେ ବଳି ଗାନ ଏଣୁ ବିଶ୍ୱେ ବଳି ଗାନ ମାୟା ସୀତାଟି ରହିଲା ଅଗ୍ନିରେ ଗଲେ ଯୋଡ଼େ ସୀତା ଆଉ ଯୋଡ଼େ ସୀତା କୁଆଡ଼େ ଗଲେ ଆଉ କୁଆଡ଼େ ଗଲେ ପ୍ରକୃତ ସୀତାକୁ ଛାଡ଼ିକି ଆଉ ଗୋଟେ ସୀତା ଥିଲା ଛାୟା ସୀତା ଛାୟା ସେ ଛାୟା ସୀତାଟା କୁଆଡ଼େ ଗଲା କହିଲା ଛାୟା ସୀତା କଲା ସ୍ମରଣ ଯେ ତାର ଉପରେ କରିଲା ଶୟନ ଯାହାକୁ ଦେଖିଲ ମୁଗ୍ଧରା କହିଲା ରାବଣ ପୁତରେ ପ୍ରେମ ଏଣୁ ରାମ ନିର୍ବାସନ ଦେଲା ହୋ ବନେ ସୀତାକୁ ଛାଡ଼ି ରା 4 ନମ୍ବର ସୀତାଟା କୋଉ ସୀତା ସୁବର୍ଣ୍ଣ
ସୁବର୍ଣ୍ଣ ସୀତା ସୁବର୍ଣ୍ଣ ସେ ସୁବର୍ଣ୍ଣ ସୀତାଟା କୁଆଡେ ଗଲା? ଆରେ ପୁଅ ବନ୍ଧୁ ପାଠ କେତେ ଖାଲିରେ ଟିକେ ଦେଖୁ। ଆଉ କେତେ ଖାଲି ଭିତରେ ବାୟାମନ 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 ଖାଲି ରାତି ଯାକ ଗୋଟେ ସୁରରେ ଚାଲିଲା। ତମ ଦେହରେ ତ ଖାଇବା ଯାଉନି। ବିଶ୍ୱକର୍ମା ପୂଜାରେ କାହିଁକି ଏତେ କିଣୁଥିଲ? ଖାଇବା ଟିକେ କମେଇ ଦେଲନି। ଆଉ ଭଲ ମେଡିସିନ ମୁଁ ତମ ବି ପାଇଲି ଏଥର। ଯେତେବେଳେ ପୁଣି ତ ଥାକ ତମ ସହିତ 5-7 ଥାକେ ଅଛି। ଆଉ ଅନୁଷ୍ଠାନ ବାଲାକୁ କହିବି ଭଲ କି ଖୁଆଇ ଦେବେ। ରାତି ଯାକ ଦିନ ଯାକ ଲାଟ୍ରିନ୍ ଦୌଡୁଥିବ, ଗୋଟେ ଧାରରେ ପାଲା ଚାଲୁଥିବ, ମୋ ପରିଶ୍ରମ କମିଯିବ। ହଉ କାଲି ଟିକେ ବୃନ୍ଦାବନ ବାବୁ କାଲି ବୁଧବାର ବୁଢାକୁ ଟିକେ ମଟନ ଫଟନ ଟିକେ ଦେଇ ଖୁଆଇଦେଲ। ଯେମିତି ଆଉ ଥରେ ତୁ ପାଶେ ଡାଇରିଆ ହୁଏ ତୁ ଘରକୁ ଯାଉ। ମୋର ତ ଡକ୍ଟର ମନା କରୁଛି। ଆଜ୍ଞା ମୋର ଏଇ ଚୁନା ମାଛ ଯଦି ଟିକେ ଆଣିକି ଆମ୍ବୁଲ ଟିକେ ବେସର ଦେଇକି ଝୁକେଇ ଦବ ଟିକେ ନା ଚାଟିଦେବି। ନହେଲେ ତ ବଡ ମାଛ ଖାଇବିନି, ଚିକେନ ଖାଇବିନି, ମଟନ ଖାଇବିନି, ସବୁ ବନ୍ଦ କରିଦେଇଛି। ଏଇ ଚୁନା ମାଛ ଟିକେ କାଲି ଟିକେ ହଉ। ଆଉ ନହେଲେ ମୋର କିଛି ଦରକାର। ନହେଲେ ମୁଁ ତମ ଘରକୁ ପଳେଇବି। ସେଇଠି ଉଠେ ଖାଇଦେଇକି ପଳେଇ ଆସିବି। ରହ 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 ସୁବର୍ଣ୍ଣ ସୀତା କୁଆଡେ ଗଲା? ନା ସେତୁ ବନ୍ଧ ପ୍ରତିଷ୍ଠା କାଳରେ ରାମ 2ଟା ସୁବର୍ଣ୍ଣର ସୀତା ପାଇଲେ। ସୁବର୍ଣ୍ଣ ସୀତା କେତେଟା ହେଇଥାଏ? 2ଟା। ସେ 2ଟା କିଏ? ନା ବିଶ୍ୱକର୍ମାଙ୍କ ପୁଅ ନଳ ତିଆରି କରିଛି ଗୋଟିଏ ସୁନା ସୀତା। ରାବଣ ତିଆରି କରିଛି ଗୋଟେ ସୁବର୍ଣ୍ଣ ସୀତା। ରାବଣ ଜାଣିଛି ଯେପର୍ଯ୍ୟନ୍ତ ସୀତା ଉଦ୍ଧାର ନ କରିଛନ୍ତି ରାମ, ଏ ତ କ୍ଷତ୍ରିୟ ବଂଶରେ ଜନ୍ମ, କ୍ଷତ୍ରିୟ ପିଲାଟା, ଏ ସ୍ତ୍ରୀକୁ ଗ୍ରହଣ କରିବନି। କର୍ତ୍ରୀ ନହେଲେ ଯଜ୍ଞ ଅସମ୍ଭବ। ରାବଣ ସୁବର୍ଣ୍ଣ ସୀତାଟିଏ ଧରିକି ଆସେ। କହିଲେ ରାମ ତମ ସ୍ତ୍ରୀ ପୁଷ୍ପକ ବିମାନ ଅଛି ନା? ନା ସେ ମୋ ସ୍ତ୍ରୀ ନୁହେଁ। ଯେତେବେଳେ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ରଣରେ ପରାସ୍ତ ନ କରିଛି, ସେ ପର୍ଯ୍ୟନ୍ତ ସୀତାକୁ ଉଦ୍ଧାର ନ କରିଛି, ସେ ପର୍ଯ୍ୟନ୍ତ ସେ ମୋ ସ୍ତ୍ରୀ ନୁହେଁ। ନା ସୁବର୍ଣ୍ଣ ସୀତାଟିଏ ମୁଁ ଆଣିଛି, ପ୍ରତିଷ୍ଠା କର। ଇଏ କର୍ତ୍ରୀ ହେଇକି ବସିବ, ମୁଁ ତନ୍ତ୍ର ସାହାଯ୍ୟରେ ଆକୁ ୟା ହାତ ଗୋଡ ଚଲେଇ ଦେବି। ସେତିକି ବେଳେ ବିଶ୍ୱକର୍ମା ପୁଅ ନଳ କହିଲା ପ୍ରଭୁ ମୁଁ ବିଶ୍ୱକର୍ମାର ପୁଅ। ମୋ ବାପାଙ୍କ ଦ୍ଵାରା ପ୍ରଦତ୍ତ ବିଦ୍ୟାକୁ ମୁଁ ଶିକ୍ଷା କରି ଆପଣଙ୍କର ସେତୁ ବନ୍ଧରେ ମାର ଗୋଟିଏ ସୁବର୍ଣ୍ଣ ମୂର୍ତ୍ତି ତିଆରି କରିଛି, ତାକୁ ପ୍ରତିଷ୍ଠା କରନ୍ତୁ। ରାବଣ କହିଲା ନା ହେଇପାରିବନି, ମୁଁ ଆକୁ ଗ୍ରହଣ କରିପାରିବିନି। ମୋ ସୀତା ବସିବ। ରାମ କହିଲେ ଆପଣ ବ୍ରାହ୍ମଣ, ମୋ ପୁରୋଧା। ବ୍ରାହ୍ମଣଙ୍କ ଠାରୁ ସୁବର୍ଣ୍ଣ ନବା ଅଧିକାର ମୋର ନାଇଁ, ବରଂ ମୁଁ ଦବାର ଅଧିକାର ଅଛି। ତେଣୁ ନଳ ତିଆରି କରିଦବା ସୁବର୍ଣ୍ଣ ସୀତା ମୋର ସହଧର୍ମିଣୀ ହବ। ରାଗିଲା ରାବଣ। ତେଣୁ ନିଜେ ତିଆରି କରିଦବା ସୁବର୍ଣ୍ଣ ସୀତାକୁ ବୁଲାଇ ବୁଲାଇ ଅନ୍ତରାଳେ ଫିଙ୍ଗି ଦେଲା। ସମୁଦ୍ରର ଇକ୍ଷୁ ସାଗରରେ ଯାଇ ଲହ ମୂର୍ତ୍ତି ପଡ଼ିଲା। ଜୁଆର ମଧ୍ୟରେ ଭାସି ଭାସି ଆଜି ପ୍ରାଚୀ କୂଳରେ ମିଳିଲା। ଗାଈ କେଉଟ ଉଦ୍ଧାର କରିଲା କାକଟ ମଙ୍ଗଳା। ରାବଣ ତିଆରି କରିଥିବା ସୀତା ବିଶ୍ୱର ଅନିନ୍ଦିତ ଅବିସ୍ମରଣୀୟ ପୂଜନୀୟା ବନ୍ଦନୀୟା ମା କାକଟପୁର ମଙ୍ଗଳା ପୂଜା ପାଇଲା। ମଙ୍ଗଳା ରୂପରେ ବିଶ୍ୱକର୍ମା ଯୋଉ ପୁଅ ନଳ ତିଆରି କରିଥିଲା ସୁବର୍ଣ୍ଣ ସୀତା, ସେ କୁଆଡେ ଗଲା? ସୀତା ଉଦ୍ଧାର ହେଇ ପୁଷ୍ପକ ବିମାନରେ ଆସିଲା ବେଳେ କହିଲେ ସ୍ୱାମୀ ଯୋଉଠି ହେଇଥିଲା ସୁବର୍ଣ୍ଣ ସୀତା ସ୍ତ୍ରୀ ହେଇଥିଲା, ମୁଁ ମୋ ସପତଣୀ ସୌତୁଣୀଟାକୁ ସାଙ୍ଗରେ ଧର ନେଇକି ଆସିଲା। ପୁଷ୍ପକ ବିମାନର ଗତି ବଢି ଚାଲିଛି। ବଙ୍ଗୋପସାଗର କୂଳ ହେ ବାବୁ ପୁଷ୍ପକ ବିମାନ ମିଳେ।
ହଳେ ହେ ବାଟରେ ଯେଣୁ ପଡ଼ିଲା ହୋ ନାମ ବାଟ ମଙ୍ଗଳା ହୋଇଲା ବିଲ୍ୱମଙ୍ଗଳ ବ୍ରାହ୍ମଣ ଆସିଛି ମୁଁ କହିଛି କିଏ ଦେଲା ମାଡ କିଏ ହେଲା ବଡ ବିଲ୍ୱମଙ୍ଗଳ ବ୍ରାହ୍ମଣ ବିଚାର କଲା କଲା ଛାଡ଼ିଲି ଘର ଦ୍ୱାର ଚିନ୍ତାମଣି କି ଚିନ୍ତାମଣି କି ଆଏ ଚିନ୍ତାମଣି କି ଘର ଦ୍ୱାର ଚିନ୍ତାମଣି କି ଚିନ୍ତାମଣି କି ଆହା ଚିନ୍ତାମଣି କି ସାର ପଦାର ବିନ୍ଦ ସାର ମଣି କି ଚିନ୍ତାମଣି କି ଆହେ ମଣି କି ବନ୍ଦ କରିଦେବା କିଛି ନାହିଁ ଟାଇମ 11 କି 11:30 ହେଇଛି 12 ହେଇକି ବନ୍ଦ କରିଦେବା 12ଟା ବାଜୁ ପଳେଇବା କଲା ଦୁଷ୍ଟ ଗୋପାଳ ମାୟା ବଢାଇ ଦେଲା ମାୟା ବଢାଇ ଦେଲା ତା ଭଜନ କେଣେ ଉଭାଇ ଗଲା ଉଭାଇ ଗଲା ଉଭାଇ ଗଲା ଆପଣମାନଙ୍କୁ ଦେଖିଲେ ମୋର ତ ଯିବାକୁ ମନ ହଉନି ମୁଁ କଣ କରିବି ହଁ ସକାଳ ପାହୁ ଯେତେବେଳେ ଗିଳି ଦଉଛୁ ଆରେ ଏପଟେ ଭଗବାନ ବାବୁ ଆଣିକି ଗଦଉଛି ମୁଁ ତ ଭାରି ଲୋଭି ଲୋକଟା ଆଜ୍ଞା ଆମ ବଜାର ଯୋଉ ଦୋକାନ ଦେଇଛି କାଲି 2 କିଲେ ଚୁଙ୍ଗୁଡ଼ି ମୁଁ ନାଇଁ ଗୁଡ଼ା ଉଠେ ଭଲ କି ଗାଆନ୍ତୁ ଏରା ଘରେ ଲେମ୍ବୁ ଲୁଣ ଲଗେଇ ଖାଉଛନ୍ତି ରସୁଣ ଦଳିକି ଫୁଟା ସାଙ୍ଗରେ ଆଇଲେ ଟିକେ ପାଟି ଘିଆ ଗନ୍ଧ ଭଲ ମୁଠେ ଗୁଡ଼ାକ ଖାଆନ୍ତୁ ବୁଢ଼ାରୁ ଟିକେ ଟୋକାନ୍ତୁ କାଲିଠୁ 20 ଟଙ୍କିଆ କଳାନ୍ତି ମାରିଦଉ ବେଶ ନହେଲେ ମାରିବନି ମୁଁ ତ ଦେବି ଆଉ ତତେ ଦେବି ତ ଭାଗି ଯାତୁ ବି ଦେବି କହିଲା ଏ ଦୁଷ୍ଟ ଗୋପାଳ ସବୁ ନଷ୍ଟ କରିଦେଲା ଆଜ୍ଞା ଏଠି ରହି କିଛି ନାଇଁ ପୁଣି ବର୍ଷୁ ଲେଖିଲେ କହିଲା ଦୁଷ୍ଟ ଗୋପାଳ ମାୟା ବଢାଇ ଦେଲା ମାୟା ବଢାଇ ଦେଲା ନିଷ୍ଠା ଭଜନ ସବୁ ଉଡାଇ ନେଲା ଉଡାଇ ଦେଲା ସବୁ ଉଡାଇ ଦେଲା ଉଡାଇ ଗଲା ଦୂର କାନନେ ଦୂର କାନନେ ଗଲା ଦୂର କାନନେ କରି ବସିଲା ନିରତ ଧ୍ୟାନ ନିରତ ଧ୍ୟାନେ ନିରତ ଧ୍ୟାନେ ମୁଁ ଅଣ୍ଡାଳି ଏତେ ବାଟ ଆଇଲିଣି ଏ ମୂର୍ଖ ମୂର୍ଖ ଯେମିତି ଦେଖି ନ ପାରୁ ଏ ଗୌଡ଼ ଟୋକାଟା ଖାଇବାକୁ ଦଉଛି ଲୁଚେଇକି କ୍ଷୀର ଦହି ଲହୁଣୀ ଇତ୍ୟାଦି ଆଣିକି ଦଉଛି ବୋପା ଯଦି ଦେଖିବ ମତେ ତ ପିଟିବ ଆଉ ମୁଁ ଲୁଚିକି ଆଇଛି ଇଏ ପୁଣି ମୋ ପଟେ ପଟେ ଗୁଡିକି ବଇସି ବଜଉଛି ଅନ୍ଧ ବିଲ୍ୱମଙ୍ଗଳ କଲାରେ ମୁଁ ତୋତେ ଖୋଜୁ ନାହିଁ ତୁ କିମ୍ପା ଧାଉ ତୁ କିମ୍ପା ଧାଉ ଆରେ ତୁ କିମ୍ପା ଧାଉ କିଶୋଭୀଙ୍କ ପଛେ ପଛେ ଗୋଡ଼ାଉ ଆରେ ପଛେ ଗୋଡ଼ାଉ ମୁଁ ତ ତୋତେ ଖୋଜୁନି ତୁ କାହିଁକି ମୋ ପଛେ ପଛେ ଗୋଡ଼ଉଛୁ କଲା ବଂଶୀ ବାଦନ ଦେବେ କରିବୁ ଏତେ କେତେ ଅନାଥ ଅନ୍ଧଛନ୍ତି ଜଗତେ ଜଗତେ ଅଛନ୍ତି ଜଗତେ ବନ୍ଧୁ ଏଇଥିରେ 4 ରାତି ନେଇଯିବି କେତେ ଅନାଥ ଅନ୍ଧ ଜଗତରେ ଅଛନ୍ତି ତାଙ୍କ ଆଗରେ ବଜା କୃଷ୍ଣ ପୁଣି ବଜେଇଲେ ବିଲ୍ୱମଙ୍ଗଳ କଲା ଏଟାକୁ ପାରି ହବନି କଲାରେ ଟିକେ ଆଇଲୁ ତ ଅନ୍ଧ ଦେଖିପାରିବିନି ତତେ ଟିକେ ଧରି ପକେଇବି ବିଲ୍ୱମଙ୍ଗଳ ବିଚାର କଲା ଧଇଲେ ଦିଜା ଗୁଡା ବୋପା ଭଳିଆ ପିଟି ଦେବି ଯେ ଛାଡ଼ିବି ପଳେଇବୁ ଏଣେ ଚତୁର ଚିନ୍ତାମଣି ବଢାଇ କର ଚତୁର ଚିନ୍ତାମଣି ବଢାଇ କର ବୋଲନ୍ଦେ ଧରା ପଡ଼ିଛୁ ଚୋରରେ
ଭଗବାନ କୃଷ୍ଣ ଯେତେବେଳେ ମୋ ମାଲ ହାତଟାକୁ ବଢାଇ ଦେଲେ ଠିକ ସେତିକି ବେଳେ ଧରି ପକେଇଲା ଅନ୍ଧ ବିଲ୍ବ ମଙ୍ଗଳ ପ୍ରଭୁ ଜଗନ୍ନାଥ ଭଗବାନ କୃଷ୍ଣଙ୍କର ହାତକୁ। ଆରେ ମୂର୍ଖ ଗୌଡ଼ ପିଲା ମୁଁ ତତେ ଖୋଜୁ ନାହିଁ ତୁ କିଆ ମୋ ପଛରେ ଗୋଡଉଛୁ। ଏତିକି କହି ଭଗବାନ କୃଷ୍ଣଙ୍କୁ ମାଡ ବୋଲେ ପିଟି ପିଟି ଚାଲିଲା। ମାଡ ଖାଇଲା ନା ନାଇଁ ମାଡ ଖାଇଲାନି ଆଜ୍ଞା ପିଟି ଚାଲିଲା। ଚଣ୍ଡାଳ ଛୋଟ ଲୋକ ପିଲା ଭଗବାନ କୃଷ୍ଣ ହସୁଛନ୍ତି। ବିଲ୍ବ ମଙ୍ଗଳ କହିଲା ଆଜି ହେଉଛି ଖେଦ ନାହିଁ ନୟନ ତୋ ଚନ୍ଦ୍ର ମୁଖ କଲି ନାହିଁ ଦର୍ଶନ ଚନ୍ଦ୍ର ମୁଖ କଲି ନାହିଁ ଦର୍ଶନ ଅଙ୍ଗରୁ ବୋଳି ତୋତେ ଅଙ୍ଗରୁ ବୋଳି କନ୍ଦରେ ଚାପି ଖେଳନ୍ତି ଧୂଳି ଖେଳନ୍ତି ହୁଳି ଯାବି ଭଗବାନ କୃଷ୍ଣଙ୍କୁ ଆଜି ମନଟା ଦୁଃଖ ଦେଖିବୁ ଆଖି ପତାଟା ତଳକୁ ପକେଇଦେଲା। ବିଲ୍ବ ମଙ୍ଗଳ କଲା ଟେକେ ଆଖି ଅନେଇ ଦେଲା। ବିଲ୍ବ ମଙ୍ଗଳ ଭଗବାନ କହିଲେ ଉଠା ଟେକେ ପତା କହିଲା ସୁନ୍ଦର ସୁନ୍ଦର ଏ ସୁନ୍ଦର ଶ୍ୟାମ ସୁନ୍ଦର ସୁନ୍ଦର ହେ ସୁନ୍ଦର